ଜଣେ 70 ବର୍ଷିଆ ମହିଳାଙ୍କ ସହିତ କିଛି ଏମିତି ଘଟଣା ଘଟିଥିଲା, ଶୁଣିଲେ ଆପଣ ବିବ୍ରତ ହୋଇପଡ଼ିବେ। ଏହା କୌଣସି ଗୋଟିଏ ଦିନର କଥା ନଥିଲା, ବରଂ ତାଙ୍କ ସହିତ ସବୁଦିନ ଏମିତି ଘଟଣା ଘଟି ଆସୁଥିଲା। ଶେଷରେ ବୁଢ଼ୀମା ଜଣକ ଏକ କଠୋର ନିଷ୍ପତ୍ତି ନେଲେ। ଭାବିଲେ, ଆଉ ନୁହଁ, ଯେତିକି ସହିଲିଣି ବହୁତ ହୋଇଗଲା। ଏଥର ଜିଲ୍ଲାପାଳଙ୍କୁ ଦେଖା କରି ଅଭିଯୋଗ କରିବାକୁ ନିଷ୍ପତ୍ତି ନେଲେ। ପରଦିନ ସେ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ନିଜ ଅଭିଯୋଗ ପତ୍ର ଦାଖଲ କଲେ। ଜଣକ ପରେ ଜଣକର ଅଭିଯୋଗ ଶୁଣିବା ପରେ ସେ ବୁଢ଼ୀମା ଜଣକର ପାଳି ଆସିଲା। ଆଉ ଯେତେବେଳେ ଜିଲ୍ଲାପାଳ ସେ ବୁଢ଼ୀ ମାଙ୍କର ଚିଠି ପଢ଼ିଛନ୍ତି, ତାଙ୍କ ଆଖିରୁ ଲୁହ ଆସିଗଲା। କ'ଣ ହେଲା କେଜାଣି, ତୁରନ୍ତ ନିଜ ସିଟ୍ରୁ ଉଠିଯାଇ ସେ 70 ବର୍ଷିଆ ବୁଢ଼ୀ ମାଙ୍କ ପାଖକୁ ଯାଇ ତାଙ୍କୁ କୁଣ୍ଢେଇ ପକାଇବା ସହିତ କାନ୍ଦିବାରେ ଲାଗିଲେ। ଜିଲ୍ଲାପାଳ ଜଣେ ବୁଢ଼ୀଙ୍କୁ ଧରି ଜୋର ଜୋର କାନ୍ଦିବାର ଦେଖି ନିକଟରେ ଥିବା ସବୁ କର୍ମଚାରୀ ଓ ଅଭିଯୋଗକାରୀ ବି ସ୍ତବ୍ଧ ହୋଇଗଲେ। ଏହାପରେ ସେ ବୁଢ଼ୀ ମାଙ୍କ ଠାରୁ ପୂରା କାହାଣୀ ଶୁଣିବା ପରେ ଜିଲ୍ଲାପାଳ ଏମିତି କିଛି କଲେ, ଆପଣ ଶୁଣିଲେ ଥରି ଉଠିବେ। ହେଲେ 70 ବର୍ଷିଆ ବୁଢ଼ୀ ମା ସେ ଚିଠିରେ ଏମିତି କ'ଣ ଲେଖିଥିଲେ ଯେ ପଢ଼ୁ ପଢ଼ୁ ଜିଲ୍ଲାପାଳ ତୁରନ୍ତ କାନ୍ଦି କାନ୍ଦି ଯାଇ ତାକୁ କୁଣ୍ଢେଇ ପକାଇଲେ? ଆଉ ସେ ବୁଢ଼ୀ ମା କିଏ ଥିଲେ? ତାଙ୍କର ଜିଲ୍ଲାପାଳଙ୍କ ସହିତ କ'ଣ ସମ୍ପର୍କ ଥିଲା? ଆଉ ସେ ବୁଢ଼ୀ ମାଙ୍କର ଏମିତି କି ସମସ୍ୟା ଥିଲା ଯେ 70 ବର୍ଷ ବୟସରେ ବି ତାଙ୍କୁ ଜିଲ୍ଲାପାଳଙ୍କ ପାଖକୁ ଆସିବାକୁ ପଡ଼ିଲା? ପୂରା ଘଟଣାର ସତ କ'ଣ? ଏହା ଏକ ଏମିତି ସତ ଘଟଣା ଯାହାକୁ ଶୁଣିଲେ ଆପଣଙ୍କ ମନରେ କ୍ରୋଧ ଆସିବ। କେଉଁ ଜାଗାର ଘଟଣା ଆଉ ସେ ବୁଢ଼ୀମା କିଏ, ଆପଣ କାହାଣୀ ଶେଷରେ ଜାଣିପାରିବେ। ତେଣୁ ଭିଡ଼ିଓକୁ ପୂରା ଦେଖିବେ। ଆଉ ଶେଷରେ ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ଦେବା ସହିତ ନିଜ ନାଁ ଓ ଜାଗାର ନାଁ ଲେଖିବେ। ଆଗାମୀ ଭିଡ଼ିଓରେ ଆପଣଙ୍କର ନାଁ ଘୋଷଣା ହେବ। ହର ହର ମହାଦେବ। ଉର୍ମିଳା ଦେବୀ ନିଜ ସ୍ୱାମୀଙ୍କ ସହିତ ବହୁତ ଖୁସିରେ ଥିଲେ। 2 ବର୍ଷ ପରେ ତାଙ୍କର ଗୋଟିଏ ପୁଅ ହୋଇଥିଲା, ଯାହାର ନାଁ ନବୀନ ରଖିଥିଲେ। ନବୀନକୁ ସେ ପୂରା ସ୍ନେହ ଭଲ ପାଇବା ଦେଇ ବଡ଼ କରିଥିଲେ। ହେଲେ ଯେତେବେଳେ ନବୀନକୁ 10 ବର୍ଷ ହୋଇଯାଇଥିଲା, ଉର୍ମିଳାଙ୍କ ଉପରେ ଯେମିତି ଚଡ଼କ ପଡ଼ିଲା। ହାର୍ଟ ଆଟାକରେ ତାଙ୍କ ସ୍ୱାମୀ ଆରପାରିକୁ ଚାଲିଗଲେ। ଆଉ ସ୍ୱାମୀଙ୍କ ପରେ ସେ ପୂରା ଭାଙ୍ଗି ପଡ଼ିଥିଲେ। ତାଙ୍କ ଜୀବନ ବି ବହୁତ ସଂଘର୍ଷପୂର୍ଣ୍ଣ ଥିଲା, କାରଣ ପରିବାର ଚଳାଇବା ସହିତ ଏବେ 10 ବର୍ଷର ପୁଅକୁ ବଡ଼ ମଣିଷ କରିବାର ଥିଲା। ହେଲେ ଉର୍ମିଳାଙ୍କ ସ୍ୱାମୀ ଶ୍ୟାମବାବୁ ଆଗରୁ 2 ଏକର ଜମି କିଣିକି ରଖିଥିଲେ। ଆଉ ସେଥିରେ ଏକ ବଡ଼ ଘର ବି କରିଥିଲେ। ଆଉ ସେହି ଘରେ 5 ଜଣ ଭଡ଼ା ବି ରହୁଥିଲେ। ଆଉ ସେଥିରୁ ଯେଉଁ ଟଙ୍କା ମିଳୁଥିଲା, ସେହି ଟଙ୍କାରେ ଉର୍ମିଳା ଚଳି ଯାଉଥିଲେ। ହେଲେ ସମୟ ବଢ଼ିବା ସହିତ ଖର୍ଚ୍ଚ ବଢ଼ିବାରେ ଲାଗିଲା। ଆଉ ଭଡ଼ା ଟଙ୍କା ବି ପାଉନଥିଲା। ନବୀନଙ୍କ ପଢ଼ାରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଉଥିଲା। ହେଲେ ଉର୍ମିଳା ଦେବୀ ଭାବୁଥିଲେ କି ପୁଅ ବଡ଼ ହୋଇଗଲେ ସବୁ କିଛି ଠିକ୍ ହୋଇଯିବ। ବୁଢ଼ା ଅବସ୍ଥାରେ ମୋ ସାହାରା ହେବ। ନବୀନ ଯେତେବେଳେ ବଡ଼ ହୋଇଗଲେ IIT ପାଇ ଇଞ୍ଜିନିୟରିଂ କରିବାକୁ ସହର ପଳେଇଲେ। ଏଥିପାଇଁ ଉର୍ମିଳା ଦେବୀଙ୍କୁ ବହୁତ କଷ୍ଟର ସାମ୍ନା କରିବାକୁ ପଡ଼ିଲା। ବେଳେ ବେଳେ ନିଜ ସମ୍ପର୍କୀୟଙ୍କ ଠାରୁ ଧାର ନେଇ ନବୀନକୁ ଦେଉଥିଲେ। ଏମିତି ଅଧିକାଂଶ ଅସୁବିଧାରେ ପଡ଼ି ଉର୍ମିଳା ଦେବୀ ଭାବୁଥିଲେ କି ଯେଉଁ ଜମି ଶ୍ୟାମବାବୁ କିଣିଥିଲେ ତାକୁ ବିକ୍ରି କରିଦେବା ପାଇଁ। ହେଲେ ତାଙ୍କ ମନକୁ ଆସୁଥିଲା କି ଯଦି ଥରେ ବିକିଦେବି ତାହେଲେ ଆଉ କିଣିପାରିବିନି। ନବୀନଙ୍କ ଇଞ୍ଜିନିୟରିଂ ପାଠ ପୁରା 4 ବର୍ଷର ଥିଲା। ପାଠ ପଢ଼ିବା ସମୟରେ ହିଁ ନବୀନ ଜଣେ ଝିଅକୁ ଭଲ ପାଇ ବସିଲେ। ଆଉ ତା ସହିତ ସମୟ ବିତେଇବାକୁ ଲାଗିଲେ। କଷ୍ଟ କରି ଉର୍ମିଳା ଦେବୀ ଯେଉଁ ଟଙ୍କା ପଠାଉଥିଲେ, ସେ ଟଙ୍କାକୁ ନବୀନ ଉଡ଼େଇବାରେ ବ୍ୟସ୍ତ ଥିଲେ। ମାଆକୁ ବି ମିଛ କହୁଥିଲେ କି ମୋ ପାଠପଢ଼ା ଠିକରେ ଚାଲିଛି ବୋଲି। ସମୟ ବିତୁଥିଲା, ଆଉ ପରୀକ୍ଷା ଆସିଲା। ହେଲେ ନବୀନ ପରୀକ୍ଷାରେ ଫେଲ୍ ହୋଇଗଲେ। ଆଉ ତାଙ୍କ ଗର୍ଲଫ୍ରେଣ୍ଡ ବି ଫେଲ୍ ହୋଇଯାଇଥିଲେ। ଉର୍ମିଳା ଦେବୀ ଏକଥା ଜାଣିବା ପରେ ଭାଙ୍ଗି ପଡ଼ିଲେ। ଆଉ ଭାବିବାରେ ଲାଗିଲେ କି ଯେଉଁ ଟଙ୍କା ଖରଚ କରି ସେ ପୁଅକୁ ପଢ଼ାଉଥିଲେ,
ଏବେ ସେ ଟଙ୍କା କେମିତି ସୁଝିବେ? ହେଲେ ନବୀନ ଏବେ ମାଙ୍କୁ ବୁଝାଉଥିଲେ କି ମା, ମୁଁ ଆଉଥରେ ପଢିକି ଇଞ୍ଜିନିୟରିଂ ଶେଷ କରିବି। ଉର୍ମିଳା ଦେବୀ କହିଲେ କି ପୁଅ, ମୋ ପାଖରେ ଏତେ ଟଙ୍କା ନାହିଁ ଯେ ମୁଁ ତତେ ବାରମ୍ବାର ପାଠ ପଢେଇ ପାରିବି। ତୁ ଇଞ୍ଜିନିୟରିଂ ଛାଡିକି ଆଉ କ'ଣ ପାଠ ଦେଖେ। ହେଲେ ନବୀନ ତାଙ୍କ କଥାରେ ଅଟଳ ଥିଲେ, କାରଣ ତାଙ୍କ ଗର୍ଲଫ୍ରେଣ୍ଡ ଏବେ ବି ସେଠାରେ ପଢୁଥିଲେ ଆଉ ସେ ତାଙ୍କୁ ଛାଡିବାକୁ ଚାହୁଁନଥିଲେ। ତେଣୁ ସେ ମାଙ୍କୁ କହିଲେ କି ମା, ତମେ ମତେ ଟଙ୍କା ଦେବା ଦରକାର ନାହିଁ, ମୁଁ ଟଙ୍କାର ବନ୍ଦୋବସ୍ତ କେମିତି ହେଲେ ବି କରିଦେବି, ହେଲେ ମୁଁ ଆଉ ଥରେ ପଢିବାକୁ ଚାହୁଁଛି। ମା ବି ରାଜି ହୋଇ କହିଲେ କି ଠିକ ଅଛି ପୁଅ, ଯଦି ତୋ ନିଜ ଉପରେ ଭରସା ଅଛି ତାହେଲେ ତୁ ପାଠ ପଢ, ହେଲେ ମୁଁ ଅଳ୍ପ କିଛି ଟଙ୍କା ଦେଇପାରିବି। ସେଠୁ ନବୀନ ପୁଣି ପାଠପଢା ଆରମ୍ଭ କରିଦେଲେ। ହେଲେ ଏହା ଭିତରେ ନବୀନଙ୍କ ଗର୍ଲଫ୍ରେଣ୍ଡଙ୍କର ବିବାହ ପାଇଁ ଘର ଲୋକ ପୁଅ ଦେଖିବା ଆରମ୍ଭ କରିଦେଇଥିଲେ। ଏକଥା ଜାଣିବା ପରେ ନବୀନ ସନ୍ଧ୍ୟାକୁ ନେଇ ଏକ ମନ୍ଦିରରେ ବିବାହ କରିନେଲେ ଆଉ ସନ୍ଧ୍ୟାକୁ ନେଇ ନିଜ ରୁମରେ ରଖିଲେ। ଏବେ ଦୁହେଁ ଗୋଟିଏ ରୁମରେ ରହିବାକୁ ଲାଗିଲେ। ଧୀରେ ଧୀରେ ସନ୍ଧ୍ୟା ବି ନିଜ ଘର ଲୋକଙ୍କୁ ବୁଝାଇ ଦେଲେ କି ନବୀନ ଏଇ କିଛି ବର୍ଷ ଭିତରେ ଇଞ୍ଜିନିୟର ହୋଇଯିବେ ଆଉ ତାଙ୍କ ବାପା ବି ନିଜ ମନକୁ ବୁଝାଇ ଝିଅ କଥାରେ ରାଜି ହୋଇଯାଇଥିଲେ। କିନ୍ତୁ ଏତେ କଥା ହୋଇଯିବା ପରେ ବି ଉର୍ମିଳା ଦେବୀ ଏକଥା ଜାଣିପାରିନଥିଲେ। ସେ ଭାବୁଥିଲେ କି ପୁଅ ମୋର ସହରରେ ରହି ପଢୁଛି ବୋଲି। ପୁଣି ଥରେ ପରୀକ୍ଷାର ସମୟ ଆସିଲା ଆଉ ଏଥର ବି ଦୁହେଁ ଫେଲ ହୋଇଯାଇଥିଲେ। ଏହାପରେ ନବୀନ ଓ ସନ୍ଧ୍ୟା ପୁରା ଚିନ୍ତାରେ ପଡିଗଲେ। ନବୀନଙ୍କ ପାଖରେ ଆଉ କିଛି ଚାରା ନଥିଲା। ବାଧ୍ୟ ହୋଇ ସେ ସନ୍ଧ୍ୟାକୁ ନେଇ ନିଜ ଘରକୁ ପଳେଇ ଆସିଲେ। ଯେତେବେଳେ ଉର୍ମିଳା ନବୀନଙ୍କ ସହିତ ସନ୍ଧ୍ୟାକୁ ଦେଖିଲେ, ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ଉର୍ମିଳା ଦେବୀ ନବୀନଙ୍କ ଉପରେ ବହୁତ ଜୋରରେ ରାଗିଗଲେ ଆଉ ନବୀନ ନିଜ ମାଙ୍କୁ ବୁଝେଇବାରେ ଲାଗିଲେ। ପୁରା ଘଟଣା ଶୁଣିବା ପରେ ଉର୍ମିଳା ଦେବୀ ଟିକେ ଶାନ୍ତ ପଡିଲେ ଆଉ ବାଧ୍ୟ ହୋଇ ପୁଅ ବୋହୂକୁ ସ୍ୱୀକାର କରିନେଲେ। ଧୀରେ ଧୀରେ ଉର୍ମିଳା ଦେବୀଙ୍କ ମନ ପରିବର୍ତ୍ତନ ହେବାରେ ଲାଗିଲା ଆଉ ସେ ବି ସନ୍ଧ୍ୟା ସହିତ ମିଶିଗଲେ। ଏବେ ପ୍ରାୟ ସମୟ ଉର୍ମିଳା ଦେବୀ ସନ୍ଧ୍ୟା ସହିତ କାଟୁଥିଲେ, ଯାହାକୁ ନେଇ ସନ୍ଧ୍ୟା ଧୀରେ ଧୀରେ ବ୍ୟସ୍ତ ବିବ୍ରତ ହୋଇପଡିଲେ, କାରଣ ସେ ସ୍ୱାଧୀନତା ଚାହୁଁଥିଲେ ଆଉ ଉର୍ମିଳା ଦେବୀ ତାଙ୍କୁ ଏକୁଟିଆ ଛାଡୁ ହିଁ ନଥିଲେ। ବୟସ ଅଧିକ ହୋଇଯିବା କାରଣରୁ ଉର୍ମିଳା ଦେବୀ ବି ନିଜକୁ ପରିଷ୍କାର ରଖିପାରୁନଥିଲେ, ଏପରିକି ଟଏଲେଟ ଗଲେ ଭଲରେ ସଫା କରିପାରୁନଥିଲେ, ଯାହାକୁ ନେଇ ସନ୍ଧ୍ୟା ରାଗି ଯାଉଥିଲେ। ବେଳେ ବେଳେ ଉର୍ମିଳା ଦେବୀଙ୍କୁ ଏପଟ ସେପଟ କହିବାକୁ ପଛାଉନଥିଲେ ସନ୍ଧ୍ୟା। ସମୟ ବିତିବା ସହିତ ଉର୍ମିଳା ଦେବୀ ଅଧିକା ଚଲାବୁଲା କରିପାରୁନଥିଲେ ଆଉ ଗୋଟିଏ ଜାଗାରେ ବସି ରହୁଥିଲେ, ଏପରିକି ବେଳେ ବେଳେ ସେ ଖଟ ଉପରେ ହିଁ ମଳମୂତ୍ର କରିଦେଉଥିଲେ ଆଉ ସଫା କଲାବେଳେ ସନ୍ଧ୍ୟା ପାଟିତୁଣ୍ଡ କରୁଥିଲେ। ଏହି ସବୁ କାରଣରୁ ଏବେ ନବୀନ ଓ ସନ୍ଧ୍ୟା ଭିତରେ ଝଗଡା ଆରମ୍ଭ ହୋଇଯାଇଥିଲା। ସନ୍ଧ୍ୟା ଏବେ ଆଉ ସେ ଘରେ ରହିବାକୁ ପ୍ରସ୍ତୁତ ନଥିଲେ ଆଉ କହୁଥିଲେ କି ମୁଁ କ'ଣ ଏ ଘରର ଚାକର ହୋଇ ଆସିଛି ଯେ ତମମାନଙ୍କର ସେବା କରିବି, ତାଙ୍କର ଟଏଲେଟ ସଫା କରିବି, ବାସ୍ ବହୁତ ହୋଇଗଲା। ତମେ ତମ ମାଙ୍କୁ ଘରୁ ବାହାର କରିଦିଅ, ନହେଲେ ମୁଁ ଏ ଘରୁ ପଳେଇବି। ନବୀନକୁ କିଛି ବି ବୁଦ୍ଧି ଦେଖାଯାଉନଥିଲା, କାରଣ ସେ ସନ୍ଧ୍ୟାକୁ ଛାଡିବାକୁ ଚାହୁଁନଥିଲେ କି ମାକୁ ଘରୁ ବାହାର ବି କରିପାରୁନଥିଲେ। ସମୟ ସହିତ ସନ୍ଧ୍ୟା ଅଧିକ ଚାପ ସୃଷ୍ଟି କରୁଥିଲେ। ଦିନେ ଏମିତି ଝଗଡା ହେଲା ଯେ ନବୀନ ଆଉ ସହିପାରିଲେନି। ଶେଷରେ ସେ ତାଙ୍କ ମାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡିଦେଲେ। ଏବେ ସେ ଘରେ କେବଳ ନବୀନ ଓ ସନ୍ଧ୍ୟା ରହୁଥିଲେ ଆଉ ଘର ଭଡା ଟଙ୍କାରେ ଚଳି ଯାଉଥିଲେ। ବୃଦ୍ଧାଶ୍ରମରେ ରହିବା ପରେ ନିଜ ସ୍ୱାମୀଙ୍କୁ ଅଧିକ ଝୁରୁଥିଲେ ଉର୍ମିଳା ଦେବୀ। ଭାବୁଥିଲେ କି ଯଦି ତାଙ୍କ ସ୍ୱାମୀ ବଞ୍ଚିଥାନ୍ତେ ତାହେଲେ ତାଙ୍କୁ ଏମିତି ଦିନ ଦେଖିବାକୁ ପଡିନଥାନ୍ତା। ଏପରିକି ନବୀନଙ୍କ ପଢା ପାଇଁ ଯେଉଁ ଟଙ୍କାର କରଜ କରିଥିଲେ, ନା ସେ ସୁଝି ପାରୁଥିଲେ ନା ନବୀନ ସୁଝୁଥିଲେ। ଏମିତିରେ ପୁରା 10 ଲକ୍ଷ ଟଙ୍କାର କରଜ ହୋଇଯାଇଥିଲା। ଏହାକୁ ନେଇ ଉର୍ମିଳା ଦେବୀ ସବୁବେଳେ ଚିନ୍ତାରେ ରହୁଥିଲେ। ଉପାୟ ନ ପାଇ ସେ ପୁଅ ବିରୁଦ୍ଧରେ ବହୁତ ଥର ପୋଲିସ ପାଖକୁ ବି ଯାଇଥିଲେ, ହେଲେ ପୋଲିସ କିଛି ବି ଶୁଣୁନଥିଲା। ବୃଦ୍ଧାଶ୍ରମରେ ରହିବା
5 ବର୍ଷ ହୋଇଯାଇଥିଲା। ଏବେ 70 ବର୍ଷର ହୋଇଯାଇଥିଲେ ଉର୍ମିଳା ଦେବୀ। ନବୀନ ନିଜ ଜୀବନରେ ଖୁସିରେ ଥିଲେ ବି କେବେ ମାଆକୁ ଦେଖା କରିବାକୁ ବୃଦ୍ଧାଶ୍ରମ ଆସୁନଥିଲେ। ଉର୍ମିଳା ଦେବୀଙ୍କର ଦେହ ଖରାପ ସମୟରେ ନବୀନ ଚୁପଚାପ ମାଆଙ୍କ ଟିପ ଚିହ୍ନ ନେଇ ସବୁ ଜମି ନିଜ ନାଁରେ କରେଇ ନେଇଥିଲେ। ଉର୍ମିଳା ଦେବୀଙ୍କର ଚିନ୍ତା ବଢିବାରେ ଲାଗିଥିଲା। କଣ କରିବେ ବୋଲି ଚିନ୍ତା କରୁ କରୁ ଜିଲ୍ଲାପାଳଙ୍କ କଥା ତାଙ୍କ କାନରେ ପଡ଼ିଲା। ସେ ଜିଲ୍ଲାକୁ ନୂଆ କରି ଆସିଥିବା ଜିଲ୍ଲାପାଳ ଅସହାୟ ମହିଳାଙ୍କୁ ସାହାଯ୍ୟ କରୁଥିବା କଥା ଜାଣିପାରିଲେ। ତାଙ୍କୁ ଭେଟିବାର ମନ ନେଇ ଉର୍ମିଳା ଦେବୀ ଏକ କାଗଜରେ ତାଙ୍କର ଦୁଃଖର କାହାଣୀ ଲେଖିଲେ। ଆଉ ଗୋଟିଏ ଦିନ ସେ ଚିଠି ଧରି ଜିଲ୍ଲାପାଳଙ୍କ ପାଖକୁ ଗଲେ। ଯେତେବେଳେ ହାତରେ ବାଡ଼ି ଧରି ଥର ଥର ପାଦରେ ଜିଲ୍ଲାପାଳଙ୍କ ଅଫିସକୁ ପହଞ୍ଚିଲେ, ଜିଲ୍ଲାପାଳ ତାଙ୍କୁ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଗଲେ। ଜିଲ୍ଲାପାଳ ଭାବିଲେ କି ଜଣେ 70 ବର୍ଷିଆ ବୁଢ଼ୀ ମାଙ୍କୁ ପୁଣି କଣ ଅସୁବିଧା ହେଲା ଯେ ସେ ମତେ ଦେଖା କରିବାକୁ ଆସିଲେ। କିଛି ସମୟ ପରେ ଯେତେବେଳେ ସେ ଚିଠି ନେଇ ଜିଲ୍ଲାପାଳ ପଢୁଛନ୍ତି, ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହି ଆସିଲା। ତୁରନ୍ତ ସେ ନିଜ ଚେୟାର ଉପରୁ ଉଠିଯାଇ ଉର୍ମିଳା ଦେବୀଙ୍କ ପାଖକୁ ଚାଲି ଆସିଲେ। ଆଉ ତାଙ୍କୁ କୁଣ୍ଢେଇ ପକେଇ ନିଜେ କାନ୍ଦି ପକେଇଲେ। ଉର୍ମିଳା ଦେବୀ ବି କାନ୍ଦି ପକେଇଲେ। ଜିଲ୍ଲାପାଳ କହିଲେ କି, ମା, ଯଦି ତମ ପୁଅ ତମକୁ ହଇରାଣ କରୁଛି ତାହେଲେ ବ୍ୟସ୍ତ ହୁଅନି, ମୁଁ ନିଶ୍ଚୟ କିଛି କରିବି। ସେଠୁ ଜିଲ୍ଲାପାଳ ନିଜ କର୍ମଚାରୀଙ୍କୁ କହି ଉର୍ମିଳା ଦେବୀଙ୍କ ପାଇଁ ଖାଇବାର ବନ୍ଦୋବସ୍ତ କଲେ। ଖାଇବା ପରେ ନବୀନ ବିରୁଦ୍ଧରେ ଉର୍ମିଳା ଦେବୀଙ୍କୁ କହିକି FIR ରୁଜୁ କରେଇଲେ। ପୋଲିସକୁ ନିର୍ଦ୍ଦେଶ ଦେଲେ କି ତୁରନ୍ତ ନବୀନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। ପୋଲିସ ଉର୍ମିଳାଙ୍କ ଘରକୁ ଯାଇ ନବୀନକୁ ଥାନାକୁ ନେଇ ଆସିଲେ। ଧୋକାବାଜି କରିବା ମାମଲା ରୁଜୁ କରି ନବୀନକୁ ଜେଲ ପଠେଇଦେଲେ। ନବୀନ ଜେଲ ଯିବା ପରେ ସନ୍ଧ୍ୟା ସେ ଘରକୁ ଛାଡ଼ି ତାଙ୍କ ବାପ ଘରକୁ ପଳାଇଲେ। ସେଠୁ ଉର୍ମିଳା ଦେବୀ ବୃଦ୍ଧାଶ୍ରମ ଛାଡ଼ି ନିଜ ଘରେ ରହିବାକୁ ଲାଗିଲେ। ଆଉ ଘର ଭଡ଼ାରୁ ଯେଉଁ ଟଙ୍କା ମିଳୁଥିଲା ସେ ଟଙ୍କାରେ ସେ ନିଜ ଗୁଜୁରାଣ ମେଣ୍ଟେଇଲେ। ଆଉ କରଜ କରିଥିବା 10 ଲକ୍ଷ ଟଙ୍କାକୁ ବି ସେ ଧୀରେ ଧୀରେ ଶୁଝୁଛନ୍ତି। ପରିସ୍ଥିତି ସୁଧୁରି ଯିବା ପରେ ଉର୍ମିଳା ଦେବୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣେଇଲେ। ଜିଲ୍ଲାପାଳ ବି କହିଲେ କି ଆପଣ ଆଉ ଚିନ୍ତା କରିବା ଦରକାର ନାହିଁ, ଯାହା ବି ଅସୁବିଧା ହେବ ଆପଣ ମତେ କହିବେ। ଆଜିଠୁ ଆପଣ ମୋ ମା। ନବୀନଙ୍କ କୃତ୍ୟକର୍ମ ଯେତେବେଳେ ପାଖ ପଡ଼ୋଶୀ ଜାଣିଲେ, ସେମାନେ ବି ତାଙ୍କୁ ଛି କରିବାକୁ ଲାଗିଲେ। କହିଲେ କି ନବୀନକୁ 4 ବର୍ଷ କଣ 15 ବର୍ଷ ଜେଲ ହେବାର ଥିଲା। ଏବେ ନବୀନ ଜେଲରେ ଦିନ କାଟୁଛି, ଆଉ ଉର୍ମିଳା ଦେବୀ ନିଜ ଘରେ ଶାନ୍ତିରେ ଅଛନ୍ତି। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ସେ ଚିଠିରେ ଏମିତି କଣ ଲେଖିଥିଲେ ଯେ ଜିଲ୍ଲାପାଳଙ୍କ ଆଖିରୁ ଲୁହ ଆସିଗଲା। ପ୍ରକୃତରେ ଉର୍ମିଳା ଦେବୀ ସେ ଚିଠିରେ ନିଜେ ମା ହୋଇ ନିଜ ଅନ୍ତରର କଥା ଜଣେ ପୁଅକୁ ଲେଖିଥିଲେ। ଅର୍ଥାତ୍ ସେ ଜିଲ୍ଲାପାଳଙ୍କୁ ନିଜ ସନ୍ତାନ ଭାବରେ ତୁ ବୋଲି ସମ୍ବୋଧନ କରି ନ୍ୟାୟ ଚାହିଁଥିଲେ। ଯେମିତିକି ସମ୍ମାନନୀୟ ଜିଲ୍ଲାପାଳ ମହୋଦୟ, ତମେ ମୋ ପୁଅ ପରି, ଆଉ ମୁଁ ଜଣେ ବୁଢ଼ୀ ଓ ବୟସ୍କା ମା। ଜଣେ ମା ହୋଇ ମୁଁ ଜଣେ ପୁଅଠୁ ନ୍ୟାୟ ଭିକ୍ଷା କରିବାକୁ ଆସିଛି। ଏମିତି ସେ ଭାବ ବିହଳିତ ହୋଇ ଚିଠି ଲେଖିଥିଲେ। ଏହା ଏକ ସତ ଘଟଣା, ପଞ୍ଜାବ ଜଳନ୍ଧରର ଘଟଣା। ଜିଲ୍ଲାପାଳ ଜଣେ ମହିଳା ଥିଲେ, ଆଉ ସେ ମହିଳାଙ୍କ ସମସ୍ୟାକୁ ଖୁବ୍ ଭଲରେ ବୁଝୁଥିଲେ। ତ କାହାଣୀଟି କେମିତି ଲାଗିଲା କମେଣ୍ଟ କରି ଜଣେଇବେ। ଆଜି ଏ କଳିଯୁଗରେ ପ୍ରତ୍ୟେକଙ୍କ ଘରେ ଏମିତି ଘଟଣା ଦେଖିବାକୁ ମିଳୁଛି। ତେଣୁ ଏମିତି ପରିସ୍ଥିତିରେ ଉର୍ମିଳା ଦେବୀ ଯାହା କଲେ ଠିକ୍ କଲେ କି ଭୁଲ କଲେ କମେଣ୍ଟ ବକ୍ସରେ ଜଣେଇବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ, ଆଉ ବେଲ୍ ଆଇକନକୁ ବି ଅନ୍ କରିଦେବେ। ଏବେ ଆପଣଙ୍କର ନାଁ ଘୋଷଣା କରିବାର ସମୟ। ଗତ ଭିଡିଓରେ ଭଲ ପାଇବା ଦେଇଥିବା ବ୍ୟକ୍ତିମାନେ ହେଲେ ଧୋବେଇ ପାତ୍ର, ଗୀତାଞ୍ଜଳି ସାହୁ, ନାରାୟଣ ଗଡ଼ନାୟକ, ପ୍ରଭାତୀ କଟକ, ନୀଳମଣି ଦାସ, ଦିଲ୍ଲୀପ ଭଦ୍ରକ, ସତ୍ୟନାରାୟଣ ଭୋଳ, ଡକ୍ଟର ବିନୋଦ ଚନ୍ଦ୍ର ଦାସ ଚୌଧୁରୀ ଜୟପୁର, କମଳାକାନ୍ତ ପଣ୍ଡା, ମଦନ ମୋହନ ମହାନ୍ତି ବାଲେଶ୍ୱର, ପ୍ରସନ୍ନ କୁମାର ମହାପାତ୍ର ନୟାଗଡ଼,
ଗୋପବନ୍ଧୁ ପାଣି ଢେଙ୍କାନାଳ, ତରୁଣ କୁମାର ଦାସ ବଣାଇ ସୁନ୍ଦରଗଡ଼, ରମେଶ ମାଝୀ କନ୍ଧମାଳ, ପ୍ରଭାତୀ ବେହେରା କଟକ, ପ୍ରଶାନ୍ତ ଚିନରା ରାସୋଳ ଢେଙ୍କାନାଳ। ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।